नमस्कार दर्शक बंधु आपण समस्तଙ୍କୁ स्वागत जणाउची। दर्शक बंधु माँ लक्ष्मी कहिଛନ୍ତି ଯେଉଁ ଘରର ମୁଖ୍ୟ ଦ୍ୱାରରେ ଏହି 7ଟି ଜିନିଷ ଥାଏ ସେହି ଘରେ ମାँ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ସେହି ଘରେ କେବେ ବି ଧନର ଅଭାବ ରହେନି, କେବେ ବି ସେହି ଘରକୁ ଦୁଃଖ ଦରିଦ୍ରତା ପ୍ରବେଶ କରେ ନାହିଁ। ସେହି ଘରେ ସବୁବେଳେ ଦେବତାଙ୍କ ବାସ ରହିଥାଏ ଏବଂ ଏମିତି କିଛି ଜିନିଷ ଅଛି ଯାହା ଘରର ମୁଖ୍ୟ ଦ୍ୱାରରେ ରଖିଲେ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆକର୍ଷିତ କରିବ। କୌଣସି ନକାରାତ୍ମକ ବାତାବରଣ, କୌଣସି ନକାରାତ୍ମକ ଏନର୍ଜି ଆପଣଙ୍କ ଘର ଭିତରକୁ ପ୍ରବେଶ କରିପାରିବନି। ଏମିତି କିଛି ଜିନିଷ ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଘରର ମୁଖ୍ୟ ଦ୍ୱାରକୁ ସଫା ସୁତୁରା ରଖିବା ଦରକାର। ଘର ଭିତର ଲୋକ ଚିନ୍ତାଧାରା ମଧ୍ୟ ସକାରାତ୍ମକ ଥାଏ। ଯେଉଁ ଘରର ମୁଖ୍ୟ ଦ୍ୱାର ଅସନା ଥାଏ ସେହି ଘରେ କେବେ ବି ମାଁ ଲକ୍ଷ୍ମୀଙ୍କର ବାସ ରହିନଥାଏ। ଆପଣ ଯଦି ଘରର ମୁଖ୍ୟ ଦ୍ୱାରରେ ଏହି 7ଟି ଜିନିଷ ରଖିବେ ତେବେ ମାଁ ଲକ୍ଷ୍ମୀ ନିଶ୍ଚୟ ବିରାଜମାନ କରିବେ ଏବଂ ଏମିତି କୌଣସି ଜିନିଷ ଘରର ମୁଖ୍ୟ ଦ୍ୱାରରେ ରଖିବେ ନାହିଁ ଯାହା ରଖିବା ଦ୍ୱାରା ଆପଣ ମାଁ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବେ ନାହିଁ। ତେବେ ଦର୍ଶକ ବନ୍ଧୁ, ଆମ ଘରର ମୁଖ୍ୟ ଦ୍ୱାର ଯଦି ଆମ ଘରର ମୁରବୀ ଠିକ୍ ଥିବେ ତେବେ ସେହି ଘରେ ସମସ୍ତେ ମିଳିମିଶି ରହୁଥିବେ। କାହା ସହ ଅନ୍ୟାୟ ହେବ ନାହିଁ, ନା ବୋହୂ ପ୍ରତି ନା ଶାଶୁ ପ୍ରତି। ସେମିତି ଘରର ମୁଖ୍ୟ ଦ୍ୱାର ଯଦି ସୁନ୍ଦର ଥିବ, ସଫାସୁତୁରା ଥିବ ତେବେ ସେହି ଘରର ସୌନ୍ଦର୍ଯ୍ୟକୁ କେହି ରୋକିପାରିବେ ନାହିଁ। ଘରର ମୁଖ୍ୟ ଦ୍ୱାରରେ କେବେ ବି କଣ୍ଟା ଜାତୀୟ ବୃକ୍ଷ ରଖିବେ ନାହିଁ ଏବଂ ଘରର ମୁଖ୍ୟ ଦ୍ୱାର ଯେବେ ବି ଖୋଲିବେ କବାଟ ଭିତର ଆଡ଼କୁ ଆସୁଥିବ ଏବଂ ଘରର ମୁଖ୍ୟ ଦ୍ୱାରର କବାଟ 2 ଉଳା ବାଲା କବାଟ ରଖିବେ ସବୁବେଳେ। ଘରର ଦ୍ୱାରବନ୍ଧରେ ଛିଦ୍ର ରହିବ ନାହିଁ, କୌଣସି ପ୍ରକାରର ଭଙ୍ଗା ଭଙ୍ଗି ରହିବ ନାହିଁ। ଯଦି ବା ଭଙ୍ଗା ଭଙ୍ଗି ହୋଇଛି, ଛିଦ୍ର ହୋଇଯାଇଛି ତ ତୁରନ୍ତ ତାକୁ ରିପେୟାରିଂ କରନ୍ତୁ। ଘରର ମୁଖ୍ୟ ଦ୍ୱାରରେ କେବେ ବି ବୁଢ଼ିଆଣୀ ଜାଲି ରଖିବେ ନାହିଁ, ତାକୁ ସବୁବେଳେ ସଫା କରୁଥିବେ ଏବଂ ସପ୍ତାହରେ ଥରେ ଘରର କବାଟ ଏବଂ ଝରକାକୁ ସଫା ରଖନ୍ତୁ, ସପ୍ତାହକୁ ଥରେ ପୋଛନ୍ତୁ। ଦର୍ଶକ ବନ୍ଧୁ, ଏହା ଥିଲା ଘରର ମୁଖ୍ୟ ଦ୍ୱାରକୁ କେମିତି ରଖିବେ। ଏବେ ଚାଲନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାରରେ ଏମିତି କ'ଣ ସବୁ ରଖିବା ଦ୍ୱାରା ଆପଣ ମାଁ ଲକ୍ଷ୍ମୀଙ୍କ କୃପା ପାଇବେ, ଧନବାନ ହେବେ। ଯେଉଁ ଘରର ମୁଖ୍ୟ ଦ୍ୱାରରେ ସବୁବେଳେ ରଙ୍ଗୋଲି ପଡ଼ିଥାଏ, ମାଁ ଲକ୍ଷ୍ମୀଙ୍କର ପାଦପଦ୍ମ ପଡ଼ିଥାଏ, ମାଁ ଲକ୍ଷ୍ମୀଙ୍କର ଚିତ୍ର ଆଙ୍କିଥିବେ, ଆହୁରି ଭଲ ଆପଣ ଷ୍ଟିକର ଆଣିକି ବି ବହୁତ ଲୋକ ଲଗାଇ ଦିଅନ୍ତି। ନିଜ ଘରର ଏରୁଣ୍ଡି ବନ୍ଧରେ ପ୍ରତିଦିନ ହଳଦୀ 2 ଗୋଟି ସ୍ୱସ୍ତିକ ଚିହ୍ନ କରିବେ ଏବଂ ଏହିପରି ସବୁଦିନ କରିବେ। ସକାଳେ ପୂଜା କରିବା 9ଟା ପୂର୍ବରୁ କରିବେ ଭଲ। ଏମିତି କରିବା ଦ୍ୱାରା ଦରିଦ୍ରତା କମି ଯାଇଥାଏ। ଘରର ମୁଖ୍ୟ ଦ୍ୱାରରେ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାଇ ହନୁମାନଙ୍କ ସିନ୍ଦୂର ଆଣି ଗୋଟିଏ ନାଲି କପଡ଼ାରେ ବାନ୍ଧିକି ଘରର ମୁଖ୍ୟ ଦ୍ୱାରରେ ଲଗାଇ ଦେବେ, ନହେଲେ ଗୋଟିଏ କିଣିକରି ଝୁଲାଇବେ ରଖିବେ। ଏମିତି କରିବା ଦ୍ୱାରା ଯଦି ଆପଣଙ୍କ ଘରେ କଳି ଝଗଡ଼ା ବଢ଼ିଛି, ଭୂତ ପ୍ରେତର ବାଧା ରହୁଛି, ଘରେ କାହାର ବି ମନ ମିଶୁନି, ଏମିତି ସବୁ ଜିନିଷ ଯଦି ଆପଣଙ୍କ ଘରେ ହେଉଛି ତ ଏହିଭଳି ହନୁମାନଙ୍କ ସିନ୍ଦୂରରେ କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ। ଘରର ମୁଖ୍ୟ ଦ୍ୱାରରେ ଘଣ୍ଟି ଝୁଲାନ୍ତୁ। ଆଜିକାଲି ଅନଲାଇନ୍ରୁ ଆପଣମାନେ ଅର୍ଡ଼ର କରିକି ମଧ୍ୟ ଘରେ ଲଗାଇ ପାରିବେ। ପବନରେ ଯେମିତି ଯେ ଘଣ୍ଟି ଶବ୍ଦ ହେବ, ଘରର ନକାରାତ୍ମକ ଶକ୍ତି ଘରୁ ପଳାଇବ, ଘରକୁ ଗୋଟିଏ ପଜିଟିଭ୍ ଏନର୍ଜି ଆସେ, ଆମ ଘର ପାଇଁ ଶୁଭ। ଘରର ମୁଖ୍ୟ ଦ୍ୱାରରେ
ଗୋଟିଏ ଭଲ ଦିନରେ ସ୍ୱସ୍ତିକ୍ ଚିହ୍ନ କରନ୍ତୁ। ଏହା ଘରକୁ ସୁଖ ସମୃଦ୍ଧି ଆଣିଥାଏ। ପ୍ରତ୍ୟେକ ଶିବ ଭକ୍ତ ନିଜର ଘରର ମୁଖ୍ୟ ଦ୍ୱାରରେ ଚନ୍ଦନରେ ଏହି ମନ୍ତ୍ର ଶ୍ରୀ ଶିବାୟ ନମଃ ସ୍ତୁଭମ୍ ଲେଖନ୍ତୁ। ଏହା କେବଳ ସୋମବାର ଦିନ ଲେଖିବେ। ତାପରେ ଆପଣମାନେ ନିଜେ ଅନୁଭବ କରିବେ ଯେ ଏହାର କେତେ ଶକ୍ତି ଅଛି ଏବଂ ଘରର ମୁଖ୍ୟ ଦ୍ୱାରରେ ଶୁଭ ଲାଭ ମଧ୍ୟ ଲେଖନ୍ତୁ। ସ୍ୱସ୍ତିକ୍ ସହିତ ଆପଣ ଯଦି ନିଜ ହାତରେ ଲେଖିବେ ତ ବହୁତ ଶୁଭ ହୋଇଥାଏ। ଗୋଟିଏ ଭଲ ଦିନରେ ଲେଖନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାରରେ କେବେ ବି ଚପଲ ରଖିବେ ନାହିଁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏହିଭଳି ନିୟମ ପାଳନ କରିବେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ନିହାତି ଆସିବେ ଏବଂ ଧନ ଧାନ୍ୟରେ ଘର ପୂରି ଉଠିବ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ଭଲ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗିଛି ଗୋଟିଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।